ମୁଁ ଆଜି ଆପଣମାନଙ୍କ ପାଇଁ ଆରିସା ପିଠାର ରେସିପି ନେଇକି ଆସିଛି। ଆମେ ଏଇ ଆରିସା ପିଠାକୁ କେମିତି ପରଫେକ୍ଟ ଭାଗ ଓ ମାପରେ ବନେଇବା ତାର ଟିପ୍ସ ମୁଁ ଆପଣଙ୍କୁ ସେୟାର କରିବି। ଆମେମାନେ ଯଦି ଆରିସା ପିଠାର ଭାଗ ଓ ମାପ ପରଫେକ୍ଟ କରିବା ତାହେଲେ ଆରିସା ପିଠାଟି ବହୁତ ବଢ଼ିଆ ବନିଥାଏ। ଆଉ ମୁଁ ଏଇ ପିଠାଟି ଦେଖନ୍ତୁ ବନେଇଛି ଏକଦମ ଭିତରୁ ନରମ ଓ ଉପରୁ ଏକଦମ କ୍ରିସ୍ପି ସାଉଣ୍ଡ କରୁଛି। ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲ ବେକ୍ ଆଣ୍ଡ କୁକ୍ ବାଇ ସିନୁକୁ ଅନେକ ଅନେକ ସ୍ୱାଗତ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରିକି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ ବଟନଟିକୁ ପ୍ରେସ୍ କରନ୍ତୁ। ତାହେଲେ ଆଗକୁ ଆପଣଙ୍କୁ ମୋର ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ମିଳିଯିବ। ତାହେଲେ ଚାଲନ୍ତୁ ଜମା ଡେରି ନ କରିକି ଆମେ ଏଇ ଆରିସା ପିଠାଟି ବନେଇବା ଷ୍ଟାର୍ଟ କରିବା। ଦେଖନ୍ତୁ ଏଠି ମୁଁ ଯେଉଁ ନୂଆ ଆମର ଅରୁଆ ଚାଉଳ ଆସେ ସେଇ ଅରୁଆ ଚାଉଳ ମୁଁ ଏଠି ପାଖାପାଖି 1250 ଗ୍ରାମ ନେଇଛି। ତାମାନେ 1 କିଲୋ ଆଉ 250 ଗ୍ଲାସରେ ମାପିଲେ ଆପଣଙ୍କୁ ଏଇଟା ମୋର 4 ଗ୍ଲାସ୍ ହେଉଛି। ମୋର ଏଠି ଗ୍ଲାସ୍ର ସାଇଜ୍ଟା ବଡ଼ ତ ସେଇ ହିସାବରେ ମୁଁ ନେଇଛି। ଆଉ ଆକୁ ପୁରା ଓଭରନାଇଟ୍ ଆମେ ସୋକ୍ କରିକି ଛାଡ଼ିଦେବା ପାଖାପାଖି 12 ଘଣ୍ଟା। ତାପରେ ଆମେ ଏହାକୁ ଭଲରେ ଧୋଇ ନେବା 3 ରୁ 4 ଥର। ତାପରେ ଆମେ ଏଥିରୁ ପାଣି ସବୁ କାଢ଼ି ନେବା। ଆଉ ଥରେ ଆକୁ ଭଲ ପାଣିରେ ଗୋଟେ ଥର ଆପଣ ଧୋଇ ନିଅନ୍ତୁ। ତାପରେ ଆମେ ଏଇଭଳି ଭାବେ ଜାଲିରେ ଆକୁ କାଢ଼ିକିରି ନେଇ ନେବା। ଆଉ କାଢ଼ିକି ନେଲା ପରେ ଆମେ କ'ଣ କରିବା ନା ତାକୁ ଏଇଭଳିଆ ଭାବେ ଦେଖନ୍ତୁ ମୁଁ ଯେମିତି ଅଣେଇକି ରଖିଛି ସେଇଭଳିଆ ଭାବେ ଆମେ ଆକୁ 5 ରୁ 6 ଘଣ୍ଟା ଏମିତି ରଖିନେବା। ଆଉ ଆକୁ ଆପଣ ଘୋଡ଼େଇକିରି ରଖିବେ, ତାଦ୍ୱାରା ଚାଉଳଟି ଡ୍ରାଏ ହେବନି। ତାପରେ ଦେଖନ୍ତୁ ଚାଉଳକୁ ଚୁନା କରିବା ପୂର୍ବରୁ ଏଇଭଳିଆ ଭାବେ ଗୋଟେ କଟନ କପଡ଼ାରେ ଆପଣ ଏହାକୁ ଟିକେ ଏଇଭଳିଆ ଭାବେ ସ୍ପ୍ରେଡ୍ କରି ନିଅନ୍ତୁ। ତାଦ୍ୱାରା ଯେଉଁ ଆମର ଚାଉଳରେ ଯେତିକି ମଏଷ୍ଟ ହେବା କଥା ସେତିକି ଓଦା ଏଇଟା ରହିବ, ତ ବେଶୀ ଡ୍ରାଏ ହେବନି। ତ ଏଇଭଳିଆ ଭାବେ ଆମେ ଏକୁ ଚାଉଳକୁ ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇଦେବା। ଆଉ ଦେଲା ପରେ ଆମେ କ'ଣ କରିବା ନା ଆକୁ ଗ୍ରାଇଣ୍ଡ କରିକି ନେଇ ନେବା। ମନେ ରଖନ୍ତୁ ଚାଉଳଟି ଯେମିତି ପୁରାପୁରି ମଏଶ୍ଚର ରହିବା ଦରକାର, ଚାଉଳରେ ଜମା ବି ଡ୍ରାଏ ହେବନି। ତ ଚାଉଳଟା ପୁରାପୁରି ଟିକେ ଓଦାଳିଆ ରହିବା ଦରକାର, ତାହେଲେ ହିଁ ଆମର ଆରିସା ପିଠାଟା ପରଫେକ୍ଟ ହେବ। ତାପରେ ଦେଖନ୍ତୁ ଏଠି ଟିକେ ବଡ଼ ହୋଲ୍ ବାଲା ଜାଲିରେ ଆପଣ ଏଇଭଳିଆ ଭାବେ ଆକୁ ଚଲେଇକି ନେଇ ନିଅନ୍ତୁ। ତାଦ୍ୱାରା ଯେମିତି ଚାଉଳଟା ପୁରା ଦାନା ଦାନା ରହିବ, ଟିକେ ଖଦଡ଼ିଆ ରହିବ। ପୁରାପୁରି ପାଲିସ ଚୁନା ବି ଆମର ଏଠି ପିଠା କରିବାରେ ଅସୁବିଧା ହେବ, ସେଥିପାଇଁ ଆମର ଆରିସା ପିଠାର ଚୁନାଟା ଟିକେ ଖଦଖଦଡ଼ିଆ ହେବ। ତାପରେ ଦେଖନ୍ତୁ ଗୋଟେ ଜାଗାରେ ମୁଁ ପାଖାପାଖି 1 କପ୍ ପାଣି ଦେଇଦେଇଛି, ବା ଅଧା ଗ୍ଲାସ୍ରୁ ଟିକେ କମ୍ ପାଣି ଦେଇଦେଇଛି। ଆଉ 1 କିଲୋ ଗୁଡ଼କୁ ଏଇଭଳିଆ ଭାବେ କାଟିକିରି ମୁଁ ଏଠି ଦେଇଦେଇଛି। ଆଉ ଦେଲା ପରେ ଆମେ କ'ଣ କରିବା ନା ଆକୁ ମେଲ୍ଟ କରିବା। ତ ଗୁଡ଼ଟିକୁ ଆମେ ପରଫେକ୍ଟଲି ଏଠି ମେଲ୍ଟ କରିବା ପାଇଁ ଛାଡ଼ିବା। ତାପରେ ମେଲ୍ଟ ହେଲା ପରେ ଆମେ ଆକୁ ପାଗ କରିବା। ବର୍ତ୍ତମାନ ଦେଖନ୍ତୁ ଆପଣ ଗ୍ୟାସ୍ର ଫ୍ଲେମ୍ଟିକୁ ଟିକେ ହାଇ କରି ନେଇକି ଏଇଭଳିଆ ଭାବେ ଆକୁ କଣ୍ଟିନ୍ୟୁଅସଲି ଆପଣ ଘାଣ୍ଟନ୍ତୁ। ତାଦ୍ୱାରା ଯେଉଁ ଗୁଡ଼ର ଟେଳା ଗୁଡ଼ିକ ଅଛି ଏଗୁଡ଼ିକ ଜଲ୍ଦି ମେଲ୍ଟ ହେଇଯିବ। ଆଉ ମେଲ୍ଟ ହେଲା ପରେ ଆମେ ଆକୁ ପାଗ ତାର ଆମେ ଜାଣିବା କେମିତି, ଯେମିତିକି ଆମେ ଯଦି ପାଣିରେ ପକେଇଲେ ଆମେ ଆର ପାଗଟା ପରଫେକ୍ଟଲି ଜାଣିପାରିବା। ତ ବର୍ତ୍ତମାନ ଦେଖନ୍ତୁ ଗୁଡ଼ଟି ଆମର ସମ୍ପୂର୍ଣ୍ଣ ଭାବେ ମେଲ୍ଟ ହେଇଯାଇଛି, କିନ୍ତୁ ଏଇଟା ପାଗ ହେଇନି। ତ ଏଥିରେ ପାଣି ପୁରାପୁରି ଅଛି। ତ ଆମେ ଆକୁ ଟିକେ କଣ୍ଟିନ୍ୟୁଅସଲି ଏଇଭଳିଆ ଭାବେ ଘାଣ୍ଟିଲେ ଦେଖନ୍ତୁ ଧୀରେ ଧୀରେ ଏବେଟାକୁ ଧୀରେ ଧୀରେ ଏଇଟା ପାଣି ମରିଗଲାଣି, ଆଉ ଆର କଲର୍ ମଧ୍ୟ ଚେଞ୍ଜ ହେଇଗଲାଣି। ତ ଆପଣ କେମିତି ଜାଣିବେ ଏଇଭଳିଆ ଭାବେ ଆପଣ ଏମିତି ପକେଇଲେ ଜାଣିପାରିବେ। କିନ୍ତୁ ଏବେ ଆମର ପାଗ ହେଇନି, ଆମେ ଆଉ ଟିକେ ସମୟ ଆକୁ ଟିକେ ସମୟ ଘାଣ୍ଟିବା। ଘାଣ୍ଟିଲା ପରେ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ଏଇଭଳିଆ ଭାବେ ଆପଣ ଯେତେବେଳେ ଉଠେଇବେ ନା ଏଇଟା ଏମିତି ଗୋଟେ ଚକୋଲେଟ୍ ଭଳିଆ ଉଠୁଥିବ, ପୁରାପୁରି ଟାଣ ହେବନି, ଯେମିତି ଏମିତି ଗୁଳା ବାନ୍ଧୁଥିବ ସେଇଭଳିଆ ଭାବେ ଆପଣଙ୍କର ପାଗ ଜାଣିବେ ହେଇଗଲା। ତ ବର୍ତ୍ତମାନ ଆମର ଏଠି ପାଗ ହେଇଯାଇଛି। ମୁଁ ଏଠି ବାଦାମ ଆମର ଯେଉଁ ଗ୍ରାଉଣ୍ଡ ନଟ୍ ଅଛି, ଗ୍ରାଉଣ୍ଡ ନଟ୍ ଆଉ କାଜୁକୁ ଛୋଟ ଛୋଟ ଟୁକୁଡ଼ା କରିକି ପକେଇ ଦେଇଥିଲି ଭାଜିକିରି। ତାପରେ ମୁଁ ଏଠି ଚୁନା ଆମେ କ'ଣ କରିବା ନା ଧୀରେ ଧୀରେ ଦେବା। ତ ଏମିତି ଚୁନା ଆପଣ ଦିଅନ୍ତୁ ଆଉ ଏମିତି କଣ୍ଟିନ୍ୟୁଅସଲି ଘାଣ୍ଟି ଚାଲନ୍ତୁ। ତ ମୁଁ ଏଠି ଗୋଟେ ସାଇଡ଼୍ରେ ଚୁନା ଦେଉଛି ଆଉ ଗୋଟେ ସାଇଡ଼୍ରେ ୟାକୁ ଆମେ ଘାଣ୍ଟୁଛେ। ତ ଏଇଭଳିଆ ଭାବେ ଘାଣ୍ଟିଲା ପରେ ମୁଁ ଦେଖନ୍ତୁ ଏଠି ଟିକେ ସମୟ ପରେ ଏଠି ମୁଁ ଦେଇଦେଇଛି ବଡ଼ ଦାନା ଆମର ଯେଉଁ ପାନମଧୁରୀ ସେଇଟା ଦେଇଦେଇଛି 2 ଟିସ୍ପୁନ୍, ଆଉ 8 ରୁ 10ଟି ଇଲାଇଚିକୁ ମଧ୍ୟ କୁଟିକି ଦେଇଦେଇଛି। ଆଉ ଦେଲା ପରେ ଆମେ ଏଇଭଳିଆ ଭାବେ କଣ୍ଟିନ୍ୟୁଅସଲି ୟାକୁ ମିକ୍ସ କରିକି ନେବା। ଆଉ ଗ୍ୟାସ୍ର ଫ୍ଲେମ୍ଟାକୁ ଆପଣ ପୁରାପୁରି ସ୍ଲୋ ରଖନ୍ତୁ। ବର୍ତ୍ତମାନ ଦେଖନ୍ତୁ ଆମେ ଏଠି ଚୁନା ଧୀରେ ଧୀରେ ଦେଉଛେ, ଆଉ ଏଇଟା ଏବେ ବି ପାଣିଆ ଅଛି। ତ ଆମେ ଆକୁ ପରଫେକ୍ଟ ଗୋଟେ କନସିଷ୍ଟେନ୍ସି ଆସିଲା ଯାଏଁ ଆକୁ ମିକ୍ସ କରିବା। ତ ମୁଁ ଆପଣଙ୍କୁ ଦେଖାଉଛି ବର୍ତ୍ତମାନ ଦେଖନ୍ତୁ ଏଇଟା ଧୀରେ ଧୀରେ ହେଇ ଆସିଲାଣି। ତ ଏଠି ଆମେ ଆଉ ଥରେ ଟିକେ ଚୁନା ଦେଇଦେବା। ଆଉ ଆପଣଙ୍କୁ ମୁଁ ପୁରାପୁରି କନସିଷ୍ଟେନ୍ସି ମଧ୍ୟ ଦେଖାଉଛି, ଆପଣ ଦେଖନ୍ତୁ। ତ ଏଇଭଳିଆ ଭାବେ ଯେତେବେଳେ ହେଇଯିବ ନା ସେତେବେଳେ ଆମର ଆଉ ଘାଣ୍ଟିବା ଦରକାର ନାହିଁ। ଆପଣ ପୁରା ଫିଲ୍ କରିବେ ଯେମିତି ଆପଣଙ୍କୁ ଏଇଟା ଘାଣ୍ଟିବା ପାଇଁ ଟିକେ ନାକୁ ଭାରି ଲାଗିବ। ତ ଜାଣିବେ ଯେ ଏଇଟା ପୁରା ପରଫେକ୍ଟଲି ହେଇଗଲା। ଆଉ ଆପଣ ଦେଖିପାରୁଥିବା କନସିଷ୍ଟେନ୍ସିଟା ଏଇଭଳିଆ ଭାବେ ଆମେ ଉଠେଇକି ଦେଖିବା ଯେମିତି ଏଇଟା ଡ୍ରପ୍ ଭଳିଆ ପଡ଼ୁଥିବ। ତ ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ଏଇଭଳିଆ ଭାବେ ଏଇଟା ଖସୁଥିବା ଦରକାର। ତାମାନେ ଆମର ଏଠି ପରଫେକ୍ଟ ଆରିସାର ଯନ୍ତଣୀଟା ରେଡ଼ି ହେଇଯାଇଛି। ତ ଆମେ ଏଇଭଳିଆ ଭାବେ ଗୋଟେ ବଡ଼ ଥାଳି ଆପଣ ନେଇ ନିଅନ୍ତୁ।
थाली नेला परे ता देहरे आमे ऑयल देदेबा रिफाइंड ऑयल आउ ऑयल देला परे एई भळा भाबे हाथ साहाय्य थाली रे चारिपटे भल भाबे आपण तेल मारिकी नै नियंतु आउ तेलटा थाली रे टिके अधिका क्वांटिटी रो दियंतु। तापर आमे कोन करिबा ना जो आमे जो जंतणी करथिले आरिसा पिठार सेई जंतणीटी को एई थाली को आमे शिफ्ट करि नबा आउ करि नेला परे आमे कोन करिबा नाकू छाणीबा टिके 5 मिनिट आपण वेट करिवे। एटा बहुत गरम अछि तो टिके हल्का ठंडा हे गेला परे आमे याकू छाणीबा स्टार्ट करिबा। तो आपण गोटे कड़ाई रे तेल नै नियंतु। तो आरिसा पिठा छाणीबा पई हमकु टिके तेलर क्वांटिटी अधिका दरकार। तो पाखापाखि आपण हाफ कड़ाई जेतिकी तेल नै नियंतु आउ तेल नेला परे आमे कोन करिबा ना एई भळा भाबे टिके जंतणी पकेकी टेस्ट करिबा। तो तेल गरम हेलानी कि नाही। तो तेल एठी टिके समय परे पूरा बढ़िया भाबे गरम हे जायछि। मुई भळा भाबे राशि दे दीची गोटे प्लेट को आउ आमे आरिसा पिठाटी को एपट सेपट करिकी राशि रे एई भळा भाबे देई नबा आउ देनला परे आमे कोन करिबा ना आकू छाणीकी नै नबा। जेहेतु एटा भी गरम अछि ना तो टिके नाकू साइजार एपट सेपट होउची। तो टिके हल्का ठंडा हे गेला परे एटा आपण हाथ रे धरि परिबे। तो एटा जेहेतु गरम अछि तो आपण संभाळी की टिके करिवे नहले हाथ रे चटका लागि जाय पारे। तो देखंतु एई भळा भाबे मु राशि रे एको एपट सेपट करिकी देई देछि आउ देला परे आमे एई भळा भाबे धीरे धीरे पकेई नबा। तो गोटे परे गोटे आमे 1 बाय 1 करिकी आको एई भळा भाबे छाणी नबा। जितेबेले यार कलर टी पूरा पूरी परफेक्ट गोल्डन ब्राउन हे जिवो सेतेबेले आपण एको तेलरु काढी नेबे। तो एई भळा भाबे मु सब जाक पिठा को एठी 1 बाय 1 करिकी छाणी किरी नै नेछि। तो आपण देखंतु एई भळा भाबे आरिसा पिठाटा को आमे छाणी की नबा। तो यहाँ जितेबाला गरम थाए ना सेतବେଳେ ही आपण आपको पके पके देले एटा बहुत बढ़िया भाबे हो जाए। तो बेसी ठंडा हो गले एटा बहुत सुखी जाए। तो सेतिपई आपण याको टिके गरम अवस्था रे ही आपण आको तेल रे पकांतु। तो वर्तमान देखंतु एई भळा भाबे मु एठी सब जाक आरिसा पिठा को छाणी किरी नै नउची आउ आपण आरिसा पिठा छाणी कि नेला परे ताको गोटे जगह रे रखी नेबे आउ ताको पूरा ओवरनाइट गोटे जाली रे रखी नेबे। ता द्वारा एथरु सब तेल एक्सट्रैक्ट हे जिवो कारण आमे आरिसा पिठा को चिपुने ना चिपिकी तेल बाहर करने। तो सेतपई एथरु तेल बाहरिबा पई टाइम लागिबो। तो वर्तमान देखंतु 5 रु 6 घंटा परे मु आपन आरिसा पिठा देखौची एथरु माने प्राय ऊपर सब तेल बाहरी गलानी किंतु तळे एबे भी तेल अछि। तो वर्तमान देखंतु मु देखौची आरिसा पिठाटी केते परफेक्ट हेची आ गोटे आरिसा पिठा को मध्ये मु एमती भांगी की देखौची देखंतु एटा एकदम परफेक्टली बनिची। एई भलिया आपण जदि सबु टिप्स आउ ट्रिक्स को फॉलो करिवे ताहाले आपणकर आरिसा पिठा मध्ये निश्चय बहुत बढ़िया हबो। तो आपण माने मो भलिया स्टाइल रे गोटे थर आरिसा पिठा बनांतु एवं मते कमेंट करिकी कुहंतु आपणकु यारो टेस्ट केमिति लागिला। मु आशा करूची आपण समस्तिंकु मोर भिडियोटी निश्चय पसंद आस्थिबो। जदि आपण मानकु मोर भिडियोटी पसंद आछि ताहाले आपण आपणकर भल पाइबा ओ सहयोग मते एई भलिया बे दियंतु। मु आगकु आपण मान पई आहुरी नुआ नुआ भिडियो नेकी आसी परिबी। से पर्यंत रहिली नमस्कार धन्यवाद।